ପାଦନ ଆରମ୍ଭ ଏବେ ପାଦନ ଆରମ୍ଭ ସେମାନେ ଫେରିଲା ବେଳକୁ ଗୋଟେ ଜାଗାରେ ଯାକୁବ ତାଙ୍କର ପରିବାର ଲୋକମାନଙ୍କୁ ତାଙ୍କର ସହିତ ଥିବା ଲୋକମାନଙ୍କୁ ସେ କହୁଛନ୍ତି ଆସ ଏବେ ଉଠି ଆମେ ମାନେ କୋଉଠିକୁ ଯିବା ବେଥେଲକୁ ଆମେ ସମସ୍ତେ ଜାଣୁ ଯାକୁବ କିଏ ଯାକୁବ ଆମର ମା ବାପା କିଏ ଗତ ରବିବାର ଦିନ ମୁଁ କହିଥିଲି ଯାକୁବଙ୍କର ମା ବାପା ହେଉଛନ୍ତି ଇସାହାକ ଓ ରିବିକା ତାଙ୍କର ଭାଇ ହେଉଛନ୍ତି ଏସୋ ଯାହାକୁ ମଧ୍ୟ କୁହାଯାଏ ଆଉ ଯାକୁବ ଆଉ ଈଶୋ ଏ ଦୁଇ ଜଣ ଯେତେବେଳେ ତାଙ୍କର ମାର ଗର୍ଭରେ ଥିଲେ ସେ ସମୟରେ ହିଁ ଏମାନେ ମାର ଗର୍ଭରେ କଣ ହେଇଥିଲେ ଝଗଡ଼ା ଆଉ ଜନ୍ମ ହେଲା ପରେ ଯାକୁବ କି ପ୍ରକାର ତାଙ୍କର ଭାଇଙ୍କର ଜ୍ୟେଷ୍ଠ ଅଧିକାର ପାଳନ କଲେ ତାପରେ ବାପାଙ୍କ ଠାରୁ ତାଙ୍କ ଭାଇର ଆଶୀର୍ବାଦକୁ ମଧ୍ୟ ସେ ପ୍ରାପ୍ତ କଲେ ଆଦି ପୁସ୍ତକ 27 ସେ ସମୟରେ ଇଦମ ତାଙ୍କ ବଡ଼ ଭାଇ ଈଶୁ ସେ କ'ଣ କରିଛି ଏସୋ ସେ ତାଙ୍କୁ ମାରିବା ପାଇଁ ଯାକୁବକୁ ମାରିବା ପାଇଁ ଚେଷ୍ଟା କରିଛି ଯୋଜନା କରିଛି ଏ କଥା ତାଙ୍କ ମା ରିବିକା ଜାଣି ତାଙ୍କ ବାପା ଏ କଥା ଜାଣି ତାଙ୍କୁ ଡାକିକି ସେମାନେ ଆଶୀର୍ବାଦ କରି କହୁଛନ୍ତି ତୁମେ এই কিনান দেশের কৌশি এক কন্যাকে বিবাহ করব নাই তুমি পদনারামକୁ যাও তুমি হারাণକୁ যাও সেটারে আপনা জ্ঞাতি কুটুম্ব অছন্তি আপনার লোকমান অছন্তি সে মানে কথারে গোটে কন্যা তুমি গ্রহণ করব পিতা মাতাଙ୍କର এই কথা এই সন্দেশ সে মানে পদনারামକୁ সে যাচ্ছেন 28 পর্ব লেখা আছে যেତେବେଳେ ସେ ପଦନାରାମକୁ ସେ ଯାଉଛନ୍ତି সেই ସମୟରେ রাত্র কাଳରେ ସେ ଗୋଟେ ପଥରକୁ ମୁଣ୍ଡରେ ମୁଚୁଡ଼ା କରିକି ଯେତେବେଳେ ଶୋଇଛନ୍ତି ସେଠାରେ ଗୋଟେ ସ୍ୱର୍ଗ ଦର୍ଶନ ସେ ଆଉ ସେଇ ଦର୍ଶନରେ ସେ ସ୍ୱପ୍ନରେ କ'ଣ ହେଉଛି ଗୋଟିଏ ସୋପାନ ସେ ଦେଖୁଛନ୍ତି ଆଉ ସେଇ ସୋପାନ ଗଗନ ସ୍ପର୍ଶୀ ଆକାଶ ଗଗନ ଯାଇ ତାହା କ'ଣ ଅଛି ଉଚ୍ଚୀକୃତ ଅଛି ଆଉ ସେଠାରେ ପ୍ରଭୁଙ୍କ ଦୂତମାନେ ତଳକୁ ଆସୁଛନ୍ତି ଉପରକୁ ଏହି ସ୍ୱପ୍ନ ସେ ଯେତେବେଳେ ଦେଖୁଛନ୍ତି ସଦାପ୍ରଭୁ ପରମେଶ୍ୱର ତାଙ୍କୁ ସ୍ୱପ୍ନରେ ଦର୍ଶନରେ ତାଙ୍କ କଥା କହୁଛନ୍ତି ଆମେ ଅବ୍ରାହମଙ୍କ ପରମେଶ୍ୱର ଆମେ ଇସାହାକଙ୍କ ପରମେଶ୍ୱର ଆମେ ଅବ୍ରାହମକୁ ଇସାହାକକୁ ଯେଉଁ ପ୍ରତିଜ୍ଞା ଦେଇଛୁ ଆମେ ତୁମକୁ ମଧ୍ୟ ତାହା ଦେଉଛୁ ତୁମକୁ ଆମେ ଆଶୀର୍ବାଦ କରିବା ତୁମର ଗୋଷ୍ଠୀକି ଆମେ ଆଶୀର୍ବାଦ କଲେ ତୁମକୁ ଆମେ ଗୋଟେ ଗୋଷ୍ଠୀ କରିବା ଦେଶ କରିବା ଜାତି କରିବା ଆକାଶର ତାରା ସଦୃଶ ସମୁଦ୍ରର ବାଲୁ ସଦୃଶ ତୁମ ଉତ୍ତରାଧିକାରୀ ହେବେ ତୁମର ସନ୍ତାନ ସନ୍ତତି ଲୋକ ସକାଳୁ ଉଠିଲେ ତାପରେ ଯେଉଁ ପଥରକୁ ମୁଣ୍ଡରେ ମୁଜୁଳା କରି ଶୋଇଥିଲେ ସେଇ ପଥର କ'ଣ କଲେ ପିଲର ଏମିତି ସ୍ତମ୍ଭ କଲା ପରେ ଯେଉଁ ତୈଳ ଥିଲା ତୈଳକୁ ପଥର ଏ ପଥର କ'ଣ This is the pillar of decision. पत्थर जो बाइक को लिखा আছে যে এই পত্থরের তেল ঢালি সদাপ্রভুଙ୍କ ନିକଟରେ ନିଷ୍ପତ୍ତି ନେଉଛନ୍ତି ସଦାପ୍ରଭୁ ପରମେଶ୍ୱର ଯେବେ ମୁଁ ଭାଇଙ୍କ ଠାରୁ ପଳାୟନ କରିବା ସମୟରେ ତୁମେ ମୋ ସହବର୍ତ୍ତୀ ହେବ ମୋର ଏ ପତ୍ରକୁ ତୁମେ କୁଶଳ କରିବ ମୋତେ ଖାଇବାକୁ ଅନ୍ନ ଦେବ ପିନ୍ଧିବାକୁ ବସ୍ତ୍ର ଦେବ ମୋର ପଥକୁ ତୁମେ କୁଶଳ କରିବ ମୋର ସହବର୍ତ୍ତୀ ହେବ ଆଉ ଯେବେ ମୁଁ କୁଶଳରେ ଫେରି ଆସିବି ମୋର ଯାତ୍ରା ପଥରୁ ସେହି ସମୟରେ ପ୍ରଭୁ ତୁମେ ମୋର ପରମେଶ୍ୱର ହେବ ଆଉ ଏହି ସ୍ଥାନ ଏହି ଲୁଜ୍ ଏହି ବେଥେଲ ସଦାପ୍ରଭୁ ପରମେଶ୍ୱରଙ୍କ ଗୃହ ହେବ ଆଉ ମୁଁ ଦଶ ମାଂସ ଦେବି ତିନିଟା ବିଷୟ ସେ ଏହି स्तंभ ए पिलर को ठिया करके निष्पत्ति अब गले अब हमें जानू तांको स्टोरी कि प्रकार 20 वर्ष लाभन को घरे तांको ससुर घरे से रही 7 वर्ष बड़ झियो पाई आउ 7 वर्ष सान झियो पाई आउ 6 वर्ष तांको घरे नदिया काम करे से गाय गोरु छेड़ी मेंढा जा थिला ना चलेगा आउ परमेश्वर तांको आशीर्वाद कले
चारिटा स्त्री रो केतरा पिला छुआ हेले चारिटा स्त्री रो 12टा वो गोटिए झियो ओके बेंजामिन या बेंजामिन को लोगे लेखा अछि से अधा बाटू जन्म हेले किंतु ता पूर्व 11 को आ गोटिए झियो स्त्री चारटा पाइले वो झियो पाइले लाबान सब भलो भलो छेड़ी तांकर हे गला भलो भलो मेढा तांकर हे गला भलो भलो पशु तांकर हे गला अनेक दास दासी पाइले किंतु जेओ निष्पत्ति से नहीं थिले जेओ मानव से करिथिले तांको दुर्दशा दिगरे तांको पलायन दिगरे सेही मानव तो सेही निष्पत्ति से वर्तमान घटी जाय उठे थाई कि শ্বশুর ঘরে নাই কি প্রভুর নিকটরে যে নিষ্পত্তি নেইଥିଲେ লাবান এই জগতକୁ বুঝায় এই জগতକୁ বুঝে কাହିଁକି ଯାକୁ ଯେମିତି ତାଙ୍କର ଭାଇକୁ ସେ ଠକିଥିଲେ ତାଙ୍କ ବାବାଙ୍କ ନିକଟରେ ସେ ଛଦ୍ମବେଶରେ ଯାଇଥିଲେ ସେ ପ୍ରକାର ଲାବାନ ତାକୁ ଠକିଲେ 10 ଥର ତାର सालेरी करे ना बड़ बड़ ताको सपोर्ट 10 थर ताको सालेरी चेंज करे ताको को मानकर मनोभाव ताको प्रति बदली गला धीरे धीरे लाबान को ठकले राहेल को देई बोली कि लिया को दे दे सानो झियो के प्रस्तुत करथिला बड़ झियो को धीरे चुपकिना दे दे बाहर कर दे से वो ठकी तेनो ए लाबान तारा से जितने दिन अछि देखंतो से प्रभुपुर निकट रे करथिरा मानव से तेरे परमेश्वर इस जाकब को से कहउछंती एबे तुमे उठो तुमे अपना घर को अपना जगह को तुमे जाओ तुमे तुमर पिता के घर को जाओ वर्तमान इसहाक और रिबेका जो जड़े अछंती किनान के सर बेसेबार अछंती तुमे सेही जगह को जाओ तापर 31 पर्व 3 पद जो सदा को परमेश्वर ताको कथा कहले ए उठी की जाउ उठी की से थारा आपण माने देखि पारिबे 31 पर्व 44 और 45 आसो आम्भे तुमे नियम स्थिर करबा ता हम मानकर साक्षी हेउ सेते बेले जाकुब खंडिए प्रस्तर गोटिए पत्थर से नेने ताको स्तंभ कले ताको स्तंभ पर गोटे पिलर को स्थापन करमिति आ कोन सेटा से माने कोन सेतिर से सेपरेट ही गले सेपरेट ए जो पिलर से स्थापन करछन्ते सेई थारु से माने कोन जाउछन्ते सेपरेट ही जाउछन्ते पिलर ऑफ सेपरेशन आ लाबान से तो रहिबार नै लाबान से कोनाबे निजर परिवार निजर मां बाप को से फेर दिबे लाबान जगत को छाड़ लाबान कोन जगत को प्रतिनिधि करत हमको लाबान थारु ए जगत थारु कोन बात से सेपरेट बात आमे निष्पत्ति नेला परे हमको जगत थारु सेपरेट बात जे प्रभु को लोक आमे जेउ सिस्टम को आमे विश्वास को ग्रहण कलु बपतिस्मा नेलु से दिन आमे स्ट्रांगली दृढ़ भावरे आमे गुटे निष्पत्ति नेलु आजि ठार को यीशु कर आजि ठार को यीशु कर शिष्य आजि ठार यीशु को पई बंचिबी यीशु को पई मरिबी जीवन अत्रे बंचितिबा जाय दुख तारमा आसो बाबा अनाथ आसो को जे कोनोसी परिस्थिति आसने मध्य भूतान परित्याग करिबी नाही प्रभु को दास मानकर सम्मुखरे मंडली आगरे हम एक प्रकार कोन निष्पत्ति लियो का को साथी रखी मंडली को निष्पत्ति नेला परे हम कोन अछि सेपरेट प्रभु कोनती हमको तुम्हें सेपरेट हो तापर जाको सेपरेट होछो काठारो तांको ससुर लाबान थांसी
यात्रा जाऊँ से रास्ता भाई को से भेटिले रास्ता प्रभु परमेश्वर तो से कौन है रेसलिंग है जुटा परमेश्वर ताकि के नुआ ना बोले कौन सा नुआ ना बोले इस्राएल इस्राएल नुआ ना ताकि भाई कर मध्य प्रभु ताकि पहुंचाइले कहाँ को जाको तार भाई आको ताकि जीवन ना में चेष्टा करथिला किंतु से आसी ताको से भेटिला आलिंगन कला ताको से चुम्बन कला आउ से ताको बाटे चाली बहुत ताको 32 पर्वर यदि आप माने 10 पद यदि पढ़िबे सेठर लेखा अछि जाको से कहउछन्ति प्रभु ए जर्दन पार होला बेले मोर भाई ए सुठाउ पलायन कला बेले मोर पाखरे गुटे बाड़ी थिला से बाड़ी गेली कि मु ए जर्दन नदी मु पार हेकि देई प्रभु एबे मु तुमर आशीर्वाद रे मु केतरा देवा हेछि दुईटा देवा हेछि ए सब पाइबा पाई मु योग्य न ए सब आशीर्वाद पाइबा पाई मु योग्य न किंतु प्रभु तुमरे दया तुमर विश्वासता प्रकाश तुमे करियछ मु कहिरो किछित हि पाइबार योग्य जेहेतु मु 10 पद लेखाय जीव 10 जेहेतु मु निजर दृष्टि मात्र बेनी एही जर्जन पार होइतिली मात्र एबे मु दुई दर हे प्रभु लोक माने प्रभु आशीर्वाद को पसरंतु नाही आपण मानकर पूर्व जीवन गुडिके मने पकांतु पूर्व जीवन परिस्थिति को मने पकांतु पूर्व जीवन में आगरे आपण केमिति चलुतिले आपण अवस्था केमिति थिला केमिति पिंदुतिले केमिति खाउतिले केमिति चलुतिले आपण को पागल कोन थिला कोन नथिला दाऊद खाली ओके बाड़ी एथि में दर्शन से ने मेसोपा इस्राएल लोक माने मेसोपा तो बाड़ी बहुत से प्रभु तुमर दया तुमर विश्वास तुम्हें अब्राहम को इसहाक को जो प्रतिज्ञा देथिलो सेही प्रतिज्ञा अनुसार सेही आशीर्वाद अनुसार आज मैं दुई दल गोटे दल मोर पाखे मोर पुओ झियो स्त्री मान अछंती दास दासी अछंती आ गोटे दल पशु पक्षी मेष जहाँ मो बात करी दुई दल आमे दुई दल एते आशीर्वाद से पाइले पाइला परे कोन प्रभु तान कोठु को जीवा को कहले तुमे जाओ पितृ पुरुषर गृह को तुमे जाओ तुम बापा को घर को जाओ ए लोग को निष्पत्ति करछि मु जते बेले कुशल रे जीवी से समय रे मु बेथेल को जाई मु बेथेल रे तुमरी उद्देश्य रे मु यज्ञ वेदी निर्माण करबी आ सेठारे मु तुमरी प्रशंसा करबी तुमर आराधना करबी तुमर उद्देश्य रे मु बड़ी उत्सर्ग कत दिन मान पर हम पढिलो 33 पर्व 18 पद रे ए लोक कोन प्रभु को आशीर्वाद रे कुशल रे से पदन आरंभ को आछंती किनान देश को आछंती ताको बापा मान को देश रे थिले किनान देश 18 पद लेखाय छै कोन एही प्रकार जाकब 33 रो 18 एही प्रकार जाकब पदन आरंभ थारु बाहारे कुशल रे किनान देशस्थ सिक्किमर एक नगर रे उपस्थित होई नगर बाहर स्थापन कला प्रभु को निकट से जे परि प्रार्थना करथिले निष्पत्ति नैथिला प्रभु तुमे जेबे मते कुशल रे मोर गाँ को मोर घर को मोर देश को दय आनिबो से समय बेथेल को जीवी बेथेल रे को यज्ञ पद निर्माण करबी बेथेल तुमर के उद्देश्य रे को बड़ी उत्सर्ग करबी प्रभु ता कुशल कोले प्रभु ता कुशल रे किना देश को फेरै आनिले किंतु ए लोक को जाउछंती बेथेल को जीवा बदलते सिक्किम रे पद्धति ए लोक कोन जीवार छी एई तो बेसेवा को जीवार छी बेसेवा ताक मां पार होछंती नले को जीवार छी बेथेल बेसेवा तांकर मां पार होइबा जगह रे सिक्किम मात्र 15 माइल 15 कुश दूर 15 कुश दूर रायगढ़ को हमरो जीवित कितनी दूर से कौन बोला
ବୁଲିବା ପାଇଁ ଯାଇଛି ସେଇଠି ଗୋଟେ ଯୁବା ଲୋକ ତାଙ୍କୁ ଘରକୁ ନେଇକି ତାଙ୍କୁ ବସିଲା। ପ୍ରିୟ ପ୍ରଭୁଙ୍କର ଲୋକମାନେ, ମୁଁ ଆପଣମାନଙ୍କୁ ଏଇ ବାକ୍ୟ ଦ୍ୱାରା ଉତ୍ସାହିତ କରିବା ପାଇଁ ଚାହୁଁଛି। ଯେତେବେଳେ ପ୍ରଭୁ ଆପଣମାନଙ୍କ ପରିସ୍ଥିତିକୁ ପରିବର୍ତ୍ତନ କରନ୍ତି, ଯେତେବେଳେ ପ୍ରଭୁ ଆପଣମାନଙ୍କୁ ଉଠାନ୍ତି, କାରଣ ସେ ଧୂଳିରୁ ଦିନହୀନ ମାନଙ୍କୁ ଉଠାନ୍ତି, ক্ষত ରାଶିରୁ ସେ ଦରିଦ୍ରକୁ ଉଠାନ୍ତି। ସେହି ପରମେଶ୍ୱର ଯେତେବେଳେ ଆପଣମାନଙ୍କୁ ଦିନହୀନରୁ, ক্ষତ ରାଶିରୁ, ଧୂଳିରୁ ସେ ଆପଣମାନଙ୍କୁ ଉଠାନ୍ତି, ଆଶୀର୍ବାଦ କରନ୍ତି ବହୁ ଗୁଣରେ, ଅନେକ ଆଉ ଆଶୀର୍ବାଦ କରନ୍ତି, ପୁଅ ଝିଅ ଦିଅନ୍ତି, ଗାଡ଼ି ମଟର ଦିଅନ୍ତି, ବାଣିଜ୍ୟ ବ୍ୟବସାୟ ସବୁ ଚାଷରେ ଆପଣଙ୍କୁ ଆଶୀର୍ବାଦ କରନ୍ତି। ସେ ସମୟରେ ଆପଣଙ୍କର କୁଶଳରେ ଅଛନ୍ତି, କୁଶଳରେ ବୁଲୁଛନ୍ତି, ପ୍ରଭୁଙ୍କର ସାନ୍ନିଧ୍ୟକୁ ଯିବାଟା ଭୁଲି ଯାଆନ୍ତୁ ନାହିଁ। ଏ ଲୋକ ଅଟକି ଯାଇଛି, ସିକିମରେ ଅଟକି ଯାଇଛି, ସିକିମରେ ଅଟକି ଯାଇଛି ଯାକୁବ। ସିକିମରେ ଅଟକିବା ହେତୁ ତାର ଘରେ ସମସ୍ୟା ଆସିଲା। ତା ଝିଅକୁ ଜଣେ ଲୋକ ଭ୍ରଷ୍ଟା କଲା। ତା ଝିଅକୁ, ଯାକୁବଙ୍କ ଝିଅକୁ ଜଣେ ଲୋକ ନେଇ ଭ୍ରଷ୍ଟା କଲା। ଆଉ ସିମିୟନ ଗଲେ ବି ଦୁଇ ଭାଇ ଉଠି କଣ କଲେ, ଯାଇକି ସିକିମର ବାପାକୁ, ସିକିମକୁ, ନଗର ଲୋକମାନଙ୍କୁ ସେମାନେ ଖଡ଼ଗ ଧାରରେ ବଦ୍ଧ କଲେ। 25 ପଦ ଲେଖାଏ 34 25 ପଦ। ଆଉ ଯାକୁବ କହୁଛି, ତୁମେ କି କର୍ମ କଲ? ମୁଁ ଅଳ୍ପ ଲୋକ, ଆଉ ଏ ନଗର ଲୋକମାନେ ଯଦି ଆମ ବିରୁଦ୍ଧରେ ଆସିକି ଯୁଦ୍ଧ କରନ୍ତି, ତାହେଲେ ମୁଁ ମୋର ପରିବାର ବିନାଶ ହେଇଯିବେ, ମୁଁ ଆଉ ମୋର ପରିବାର ବିନାଶ ହେଇଯିବେ। 30 ପଦ ଲେଖା, 30 ପଦ ଲେଖା ସେମିତି ଯାକୁବ ତାପରେ 35 ପଦରେ ଆଉ ତାଙ୍କୁ ଦର୍ଶନ ନା ଦର୍ଶନ ନାହିଁ, କହୁ ତାଙ୍କ କଥା କହୁଛି। ଆଉ ମନେ ପକାଉଛୁ, ତୁମେ ଉଠ, ତୁମେ ବେଥେଲକୁ ଯାଅ, ପ୍ରଭୁ ମନେ ପକାଇ ଦେଉଛନ୍ତି। କଣ ବୋଲି କହୁଛ ଦେଖ, ତୁମର ଭାଇ ଏ ବର୍ଷ ସମୁଦ୍ର ପଳାଇବା ସମୟରେ ଯେଉଁ ପରମେଶ୍ୱର ଦର୍ଶନ ଦେଇଥିଲେ ତାଙ୍କ ଉଦ୍ଦେଶ୍ୟରେ ଯଜ୍ଞପତି ନିର୍ମାଣ କରିବା ପାଇଁ, ତାଙ୍କ ଉଦ୍ଦେଶ୍ୟରେ ତୁମେ ବଳି ଉତ୍ସର୍ଗ କରିବା ପାଇଁ ଏବେ ତୁମେ ଉଠି ବେଥେଲକୁ ଯାଅ। ଆମେ ମଧ୍ୟ ଖ୍ରୀଷ୍ଟିଆନ ଜୀବନରେ ଉଠେ ନା କୋଠି ଅଟକି ଯାଉଛୁ। ଆମର ପାଇଁ ଗୋଟେ ସିକିମ ପଡ଼ି ଅଛି, ସେ ସିକିମରେ ଆମେ ଯାଇ ଅଟକି ଯାଉଛୁ ନାଇଁ କି? ଆମେ ଭାରତର ସିକିମ ରାଜ୍ୟ କଥା ଆମେ କହୁନା, ଭାରତର ମଧ୍ୟ ଗୋଟିଏ ସିକିମ ରାଜ୍ୟ ଅଛି ନର୍ଥ ଇଷ୍ଟରେ, ଉତ୍ତର ପୂର୍ବ ଭାରତରେ ଗୋଟେ ରାଜ୍ୟ ଅଛି, ତାର ନାଁ ଅଛି ସିକିମ। ଯେମିତି ତ୍ରିପୁରା, ନାଗାଲାଣ୍ଡ, ମଣିପୁର, ମେଘାଳୟ, ମିଜୋରାମ, ସେ ସିକିମ ନାହିଁ, ବାଇବଲର ସିକିମ। ସିକିମ ଆମମାନଙ୍କ ପାଇଁ ମଧ୍ୟ ଗୋଟେ ଅଟକାଇବା ଜାଗା ସଦୃଶ। ଆମକୁ ଏଇଟା ଭଲ, ଆମକୁ ସେଠି ଭଲ, ଏଠି ବ୍ୟବହାର ବାଣିଜ୍ୟ କଲେ, ଏଠି ଚାଷ କଲେ, ଅନ୍ୟ ଦିନମାନଙ୍କରେ ଆମେ ଯିବା ଓକେ, ପ୍ରାର୍ଥନା ଦିନରେ ମଧ୍ୟ ଅବଢାଇ ଆମେ ଅଟକି ଯାଉଛୁ। ଏଇଠି ଦେଖନ୍ତୁ, ସିକିମ ଆପକୁ ଅଟକାଇ ରଖିଛି କୋଉ କାମ କରିବାରୁ? ପ୍ରଭୁଙ୍କର ପୂଜା କରିବାର ଅଟକାଇଛି, ପ୍ରଭୁଙ୍କ ଉଦ୍ଦେଶ୍ୟରେ ଯଜ୍ଞ ବେଦୀ ନିର୍ମାଣ କରିବାର ଅଟକାଇଛି, ବଳି ଉତ୍ସର୍ଗ କରିବାର ଅଟକାଇଛି। ଯେତେବେଳେ ପ୍ରଭୁଙ୍କର ସେବା କାର୍ଯ୍ୟକୁ ଏ ଲୋକ ଅବହେଳା କରିଛି, ଅଣଦେଖା କରିଛି, ତାଙ୍କ ପରିବାରରେ, ତାଙ୍କର ଜୀବନରେ ବିପଦ ଆସିଛି, ଦୁର୍ଦଶା ଆସିଛି, ବଡ଼ ସମସ୍ୟା। ପ୍ରଭୁ ତାଙ୍କୁ ମନେ ପକାଇଛନ୍ତି 31 ପର୍ବ 3 ପଦରେ, ତୁମେ ଯାଅ ବେଥେଲକୁ। ସିଧା ଯିବାର ନାହିଁ, ଖ୍ରୀଷ୍ଟିଆନ ଜୀବନ ସିଧା ଯିବାର, ଏପଟ ସେପଟ ନାହିଁ, ଅଙ୍କା ଅଙ୍କା ରାସ୍ତା ନାହିଁ ଖ୍ରୀଷ୍ଟିଆନ ଜୀବନ। ଆମ ସମସ୍ତଙ୍କ ପାଇଁ ଆମ ଖ୍ରୀଷ୍ଟିଆନ ଜୀବନ ରାସ୍ତା, ଜୀବନର ପଥ ଦୁର୍ଗମ ପଥ। ଆମେ ଯିବା ପଥ ଦୁର୍ଗମ, ଏତେ କଷ୍ଟ ଅଛି, କିନ୍ତୁ ଆମେ ସିଧା ସିଧା ଯିବାର ଅଛି। ଯାକୁବ ସେ ସିଧା ସିଧା ବେଥେଲକୁ ନ ଯିବା ତେଣୁ ପ୍ରିୟ ପ୍ରଭୁଙ୍କର ଲୋକମାନେ, ଏ ବାକ୍ୟ ଦ୍ୱାରା ଉତ୍ସାହିତ କରିବା ପାଇଁ ଚାହୁଁଛି, ଆମକୁ ସିଧା ପରମେଶ୍ୱରକୁ ଯିବା ଦରକାର। ବେଥେଲର ଅର୍ଥ ସଦାପ୍ରଭୁଙ୍କର, ବେଥେଲର ଅର୍ଥ ସଦାପ୍ରଭୁଙ୍କର ଗୃହ, ସଦାପ୍ରଭୁଙ୍କର ଉପସ୍ଥିତି, ଯେଉଁଠାରେ ସଦାପ୍ରଭୁ ରୁହନ୍ତି, ଯେଉଁଠାରେ ସଦାପ୍ରଭୁଙ୍କ ନିକଟରେ ସାଧୁ ଜନମାନେ ଏକତ୍ର ହୋଇ ଉପାସନା କରନ୍ତି, ସଦାପ୍ରଭୁଙ୍କ ଠାରେ ସହଭାଗିତା କରନ୍ତି, ସେହି ସ୍ଥାନକୁ ଆମେ ଯିବାକୁ ପଡ଼ିବ। ତେଣୁ ଆସୁ ଆମେ ଉଠି ବେଥେଲକୁ, ଆଉ ଏମିତି ଆପଣ ଯାଇପାରିବେ। ବେଥେଲକୁ ଯିବା ପୂର୍ବରୁ ଆମ ଜୀବନରେ ଥିବା ପାପ ବିଷୟରେ, ଆମ ଜୀବନରେ ଥିବା ନେଗ୍ଲେକ୍ଟକୁ ଆମକୁ କ'ଣ କରିବାର ଅଛି? ପରିତ୍ୟାଗ କରିବାର ଅଛି, ଛାଡ଼ିବାର ଅଛି। ତେଣୁ ଯାକୁବ କ'ଣ କରୁଛନ୍ତି? ପରମେଶ୍ୱରଙ୍କ ଯେଉଁ ଦର୍ଶନ ପାଇଲେ, ପରମେଶ୍ୱର ତାଙ୍କ ଯେଉଁ କଥା ଶୁଣିଲେ, ପରମେଶ୍ୱର ତାଙ୍କୁ କହିଲେ ତୁମେ ଉଠି ବେଥେଲକୁ ଯାଅ। ପ୍ରଭୁଙ୍କର এই রব শুনিলা পরে, প্রভুଙ୍କର বাক্য শুনিলা পরে সে কোন করছেন? নিজের পরিবারକୁ, ନିଜର ପରିଜନକୁ, ତା ସହିତ ତାଙ୍କ ସହିତ ଥିବା ସମସ୍ତ ଦାସ ଦାସୀମାନଙ୍କୁ କହୁଛନ୍ତି, କ'ଣ ମୋର ପାଖରେ ଥିବା
देवता मूर्ति मानक तुम्हें कौन करो दूर करो एक दुई पद लिखा अछि दुई पद लिखा अछि तुम्हार पाखरे थिबा देवता मानक तुम्हें दूर करो आइडल्स मानक तुम्हें दूर करो काई कहले जेते बेले याकूब ताकर परिवार लोक माने लाबान ठारू पळे आसुछन्ति से समय राहेल से कोन करछि ताकर बापाकर पते ठाकुर मानक ठारू गोटे ठाकुर मूर्ति को से चोरी 31 पर्व 19 आ 20 काई याकूब कहछन्ति मूर्ति को तुम्हें कौन फिंगी दियो तुम पाखे फोटो को तुम्हें फिंगी दियो से मूर्ति को तुम पाखे रख नहीं ताको वर्जन करवार अछि ताको प्रत्याय करवार अछि फिंगी दियो बोली पड़ी जे जियो 31 पर्व 19 लिखा सेई समय लागत नेसलोम सुतन कोरिबा जाईतिला कोनी ताहे आपण पितार ठाकुर मानकु हरण करा देखंतु राहेल कोन करछि तार बापा नथिला लोक तार बापा जे मूर्ति पूजक गणकथा करबा लोक देखाई छै 30 पर्व देखाई छै से गणकथा कहथिला कांजी गुली देखबा लोक ठाकुर पूजा करबा लोक मूर्ति पूजा करबा लोक तेनो याकूब कहछन्ति मोर पाखर थिबा मूर्ति सब मोर पाखर थिबा ठाकुर सब मु कहलिया कोन जीवा पाई बेथेल ए सब अटकाउ छी ए सब अटकाउ छी जीवारो प्रभु को दर्शन पाइबारो प्रभु को उपासना करिबारो प्रभु को आराधना करिबारो तेनो प्रभु अछि ए मूर्ति सब को वर्जन इने सब वर्जन कोई मनुष्य जाको प्रथम स्थान दिए छे तार में देवता से तार में मूर्ति और मोबाइल को जो बेसी प्रयोग हम को मोबाइल हम पर सब कुछ प्रभु किछ नहीं माँ बापा किछ नहीं मोबाइल सब कुछ उठले बसले मोबाइल खाइले पीले मोबाइल ताको मोबाइल देखो केतन बड़ बड़ फिल्म स्टार ताको आइडल ताको पास में आइडल केतन धन दौलत केतन गुडा एमितिका अभ्यास खराब अभ्यास अछि ताको सब छाड़ी पारि नै ताको पास सीधा सब एक प्रकार विषय उपक्रम अछि परित्याग कर अछि एबे हमें क्रिश्चियन लोक हमें फोटो फोटो पूजा करू मूर्ति रखी आम पाइके कोटा देवता कोटा मूर्ति प्रथम स्थान बाहर कले पूरा पर्व 22 पद आउ 23 पद कहिले सामुएल कहिले सुनंतु कहिले सामुएल कहिले काम होछन सामुएल साउल राजा होछन जे परि सदा तुम करो सुनिबारे से परि कि हम ओ बलिदान रे सदा प्रभु पर संतोष हुए से परि कि हम ओ बलिदान सदा प्रभु पर संतोष हुए देखो सुनिबा बलिदान थारो वो मन जोगी हेबा नेसो जोड़े लोक गोटे मोटा छेड़ी ने प्रभु को उद्देश्य रे बड़ी उत्सव करबा थारो मध्य प्रभु को कथा सुनिबा आज्ञा बह हेबा होछि श्रेष्ठ विषय आज्ञा बहता होछि श्रेष्ठ विषय इंग्लिश रे लिखाई छी ओबीडियंस इज बेटर देन सैक्रिफाइस सैक्रिफाइस करबा थारो मध्य प्रभु को कथा मानिबा प्रभु को वाक्य रे मनोयोग करबा सुनिबा होछि श्रेष्ठ विषय 23 पद पढ़ि देबा जेहेतु विद्रोह करबा विद्रोह बुझुछन्ति विद्रोह कोन जन को विरोध कर विद्रोह करबा तार विरुद्ध रे जिबा षडयंत्र करबा सेटा होछि विद्रोह विद्रोह पुनी केउ पाप मंत्र पाठ सहित विद्रोह को तुलना करा जाय छै जो क्रिश्चियन प्रभु पर विरुद्ध रे विद्रोहाचरण करबो से केउ प्रकार पाप करूछि मंत्र पाठ एबे कोन मंत्र पाठ के करूछि क्रिश्चियन करूछि मंत्र पाठ क्रिश्चियन करूछि कि कोन करूछि हम कि नहीं सर
ମନ୍ତ୍ର ପାଠ କରୁଛି ନାଇଁ କଣ ଖ୍ରୀଷ୍ଟିଆନ କରୁଛି ମନ୍ତ୍ର ପାଠ କଣ ମନ୍ତ୍ର ଉଚ୍ଚାରଣ ପୁରା ନାଇଁ ତପସ୍ୟା କରିବେ ପୁରା ମୂର୍ତ୍ତି ଥିବ ଲେମ୍ବୁ କାଟିବେ ଝୁଣା ମାରିବେ ବଳି କୁକୁଡ଼ା କାଟିବେ ଛେଳି କାଟିବେ ତାପରେ ମନ୍ତ୍ର ପାଠ ଏନ୍ଚାଣ୍ଟ ଆମ ମନ୍ତ୍ର ପାଠ ନାହିଁ ଜଣେ ଲୋକ ପ୍ରଭୁର ବିରୁଦ୍ଧରେ ଯଦି କାର୍ଯ୍ୟ କରୁଛି ବିଦ୍ରୋହାଚରଣ ଯଦି କରୁଛି ବିଦ୍ରୋହ କରୁଛି ପ୍ରଭୁଙ୍କର କଥା ଶୁଣୁନାହିଁ ପ୍ରଭୁଙ୍କର କଥା ମାନୁନାହିଁ ତାହେଲେ ସେ ବିଦ୍ରୋହାଚରଣ କରୁଛି ଆଉ ସେଇ ବିଦ୍ରୋହାଚରଣ ଅବାଧ୍ୟ ମନ୍ତ୍ର ପାଠ ତାପ ସହିତ ଝିଅ ନେକ୍ସଟ ପଢ ଅବାଧ୍ୟତା ଅବସ୍ତୁର ଓ ଠାକୁର ମାନର ପୂଜା ତୁଲ୍ୟ ଏତିକି ଥାଉ କଣ ଅବାଧ୍ୟତା ପ୍ରଭୁଙ୍କର କଥା ନ ମାନିବାଟା ପ୍ରଭୁଙ୍କର ଲୋଭରେ ଅମନୋଯୋଗୀ ହେବାଟା ପ୍ରଭୁଙ୍କର ପଛରେ ନ ଚାଲିବାର ପ୍ରଭୁଙ୍କର ବାକ୍ୟ ପାଳନ ନ କରିବାର କଣ ଅବସ୍ତୁ ଓ ଠାକୁରର ପୂଜା କରିବା ସଦୃଶ ଆମେ ଯଦି ପ୍ରଭୁ କଥା ମାନୁନୁ ପ୍ରଭୁ କଥା ଅନୁସାରେ ଚାଲୁନୁ ବାକ୍ୟ ଅନୁସାରେ ଚାଲୁନାହୁଁ ତାହେଲେ ଆମେ কি প্রকার পাপ করছো ঠাকুর এই পাপ কি সদৃশ ঠাকুর ভক্তি তেমনি অবাধ্যতা তেমন এই বিদ্রোহাচরণ অমনোযোগ দূর করে খ্রিস্টানরা আজ দূর করে অমনোযোগ অবাধ্যতা অশুনিবাটা দূর করা আও বাক্য লেখা হয়েছে एफिसियों का 5 पद में 5 कारण तुमे माने निश्चय रूपे जानो जे कोनोसी व्यभिचारी बा अशुद्धाचारी व्यक्ति बा लोभी से तो देवपूजक एमानकु कृष्ण को ईश्वरଙ୍କର राज्ୟରେ ଅଧିକାର ନାହିଁ ଦେଖନ୍ତୁ ମୁଁ ଆପଣ ମାନଙ୍କୁ ପ୍ରେଜେଣ୍ଟ ଲୋକ ମାନେ କେମିତି ଦେବପୂଜକ ହୁଅନ୍ତି ଠାକୁର ପୂଜକ ହୁଅନ୍ତି ମୁଁ ସେଇଟା କହୁଛି ଲିଟେରାଲି ବାସ୍ତବରେ ଗୋଟିଏ ମୂର୍ତ୍ତି ଆଣିକି ଏମିତି ନିଜର ଘରେ ରଖି ପୂଜା କରିବାର ନାହିଁ ଆଜି ଦିନରେ ଖ୍ରୀଷ୍ଟିଆନ ସେମାନେ ସେମିତି କରନ୍ତି ନାହିଁ କିନ୍ତୁ ସେମାନେ ଯେଉଁ ଅବାଧ୍ୟ ହୁଅନ୍ତି ପ୍ରଭୁଙ୍କର କଥା ଶୁଣନ୍ତି ନାହିଁ ବାକ୍ୟ ପାଳନ କରନ୍ତି ନାହିଁ ତାହା ହେଉଛି ଦେବ ପୂଜା ମନ୍ତ୍ର ପାଠ ତୁଲ୍ୟ ଠାକୁର ପୂଜା ତୁଲ୍ୟ ଆଉ ଏଠାରେ ଆମେ ପଢିଲୁ ଦେଖନ୍ତୁ ଯେ ବ୍ୟଭିଚାରୀ ବା ଅଶୁଦ୍ଧାଚାରୀ ବ୍ୟକ୍ତି କି ଲୋଭୀ ସେ ତ ଦେବ ପୂଜକ ଲୋଭୀ ଲୋକମାନେ ମଧ୍ୟ ଧନ ଦୌଲତର ଲୋଭରେ ସବୁବେଳେ ରହୁଛନ୍ତି ଯୋଉ ଧନୀ ଯୁବକ ଯୀଶୁ ପାଖକୁ ଆସିଲା ଆଉ ଯୀଶୁ କଥା ନ ଶୁଣି ପଛକୁ ଯୋଉ ଫେରି ଗଲା ଧନୀ ଲୋକଟା ଲୋଭୀ ଯୁବକଟା ଏ ପ୍ରକାର ଲୋକ ପ୍ରବେଶ କରିପାରିବେ ନାହିଁ ଖ୍ରୀଷ୍ଟ ଓ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେଇପାରିବେ ନାହିଁ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିପାରିବେ ନାହିଁ ତେଣୁ ଏ ଅବାଧ୍ୟତା ତେଣୁ ଏହି ଅମନୋଯୋଗ ତେଣୁ ଆମମାନଙ୍କୁ ଏହି ବିଦ୍ରୋହାଚରଣ ଆଉ ଲୋଭ ଆମମାନଙ୍କର ଜୀବନରୁ ଦୂର କରିବାର ଅଛି କୁଆଡ଼େ ଯିବା ପୂର୍ବରୁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା ପୂର୍ବରୁ ଆକୁ ଦୂର କରି ଆମକୁ ବେଥେଲକୁ ଯିବାକୁ ହେବ ଆକୁ ବାହାର କରିଦେଇ ଆମକୁ ବେଥେଲକୁ ଯିବାକୁ ପଡ଼ିବ ଆଉ ଦ୍ୱିତୀୟ ବିଷୟ କ'ଣ ଲେଖା ହେଇଛି ଦେଖନ୍ତୁ ଯାହାକୁ କହିଲେ ତୁମେମାନେ ଆଉ ଆପଣାକୁ ଶୁଚି କର ପୁଣି ଆପଣମାନଙ୍କର ବସ୍ତ୍ର ପରିବର୍ତ୍ତନ କର ହାଲେଲୁୟା 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 ତୁମେମାନଙ୍କର ଜୀବନରେ ଥିବା ଠାକୁର ପୂଜା ତୁଲ୍ୟ ଦେବ ପୂଜା ତୁଲ୍ୟ ମନ୍ତ୍ର ପାଠ ତୁଲ୍ୟ ସମସ୍ତ ବାଧ୍ୟତା ସମସ୍ତ ପ୍ରକାର ଅମনোযোগী ସମସ୍ତ ପ୍ରକାର ଲୋଭ ସମସ୍ତ ପ୍ରକାର ବିଦ୍ୟାଚରଣ ମନ୍ଦ କାର୍ଯ୍ୟକୁ ଯୀଶୁଙ୍କ ନାମରେ ଦୂର କରିବାର ଅଛି ଛାଡ଼ି ଦେବାର ଅଛି ବାହାର କରିଦେବାର ଅଛି ସେଦିନ ଯାହାକୁ ଯେତେବେଳେ କହିଲେ ସେହି ସମୟରେ ତାଙ୍କ ସହିତ ଥିବା ଲୋକମାନେ କ'ଣ କଲେ ଚାରିପଦରେ ଲେଖା ଅଛି ବିଦେଶୀୟ ଦେବତାମାନଙ୍କୁ ଆଉ ସୁନା ତାଙ୍କର କାନରେ ପିନ୍ଧୁଥିବା ସେ ସୁନା ସବୁକୁ ସେମାନେ କାଢ଼ିଲେ ଯାକବଙ୍କୁ ଦେଲେ ଆଉ ଯାକବ କ'ଣ କଲେ ସିକିମର ନିକଟବର୍ତ୍ତୀ ଅଲନ ବୃକ୍ଷ ମୂଳେ ତାକୁ ସେ ଲୁଚାଇ ପୋତି ଦେଲେ ସେଠି ତା କ'ଣ କଲେ ସେମାନେ ସବୁ ଦେବାଦେବୀ ଯାହା ମଧ୍ୟ ସେ ଆଉ ମୂର୍ତ୍ତି ଥିଲା ତାଙ୍କ ପାଖରେ ତାକୁ କାଢ଼ିକି ସେମାନେ ପୋତି ସମାଧି ବି ଦେବାର ଅଛି
ଆମକୁ ସୃଷ୍ଟି କରିବାର ଅଛି। ତାର ଅର୍ଥ ଆମକୁ ପରିତ୍ୟାଗ କରିବାର ଅଛି, ପୂର୍ବ ଜୀବନର ବନ୍ଧବ୍ୟାସ ପରିତ୍ୟାଗ କରିବାର ଅଛି, ଛାଡ଼ିବାର ଅଛି। ଆଉ ଦ୍ୱିତୀୟ ବିଷୟ କ'ଣ, ଆମକୁ ସୃଷ୍ଟି ହେବାର ଅଛି, ଆପଣା ଆପଣାକୁ ସୃଷ୍ଟି ହେବାର ଅଛି। ସୂଚୀକରଣ ବହୁତ ବଡ଼ ବିଷୟ ଖ୍ରୀଷ୍ଟିଆନ ଜୀବନରେ। ଆଉ କ'ଣ, ଆମର ବସ୍ତ୍ର ପରିବର୍ତ୍ତନ କରିବାର ଅଛି, ପୁରାତନ ସ୍ୱଭାବକୁ ପରିତ୍ୟାଗ କରି ନୂତନ ସ୍ୱଭାବକୁ ପରିଧାନ କରିବାର ଅଛି। ପୁରାତନ ସ୍ୱଭାବ ପରିବର୍ତ୍ତନ କରି ନୂତନ ସ୍ୱଭାବକୁ କ'ଣ ପରିଧାନ କରିବାର ଅଛି। ଆଉ ସୂଚୀ ହେବା ପାଇଁ ଆମମାନଙ୍କ ପାଖରେ ଗୋଟିଏ ଏ ପ୍ରକାର ଡିଟରଜେଣ୍ଟ ଅଛି। ଆମ ପାଖରେ ଏ ପ୍ରକାର ଡିଟରଜେଣ୍ଟ ଅଛି। ଡିଟରଜେଣ୍ଟରେ ସଫା କରାଯାଉଛି ନାଇଁ କି, ଧୋଇବା ପାଉଡର ହେଉଛି, ସଫା କରିବା ପାଉଡର ହେଉଛି ଡିଟରଜେଣ୍ଟ ପାଉଡର। সেই ডিটারজেন্ট পাউডারে তাকে সর্ফ কুହାଯାଏ, ତାକୁ ଟାଇଟ୍ କୁହାଯାଏ, ତାକୁ ସର୍ଫ ଏକ୍ସେଲ କୁହାଯାଏ, ତାକୁ ଏରିଏଲ କୁହାଯାଏ, ତାକୁ ଘଡ଼ି କୁହାଯାଏ, କାରଣ ଅଲଗା ଅଲଗା। କିନ୍ତୁ ସଫା କରିବା ଜିନିଷ, ଯେଉଁ ଜିନିଷରେ ସଫା କରାଯାଏ ତାକୁ କୁହାଯାଏ କ'ଣ, ডিটারজেন্ট। ଇଂଲିଶରେ କୁହାଯାଏ କ'ଣ, ডিটারজেন্ট ପାଉଡର। ডিটারজেন্ট ଅଛି ଏକ ପ୍ରକାର, ସେଟା ହେଉଛି ଖ୍ରୀଷ୍ଟଙ୍କର ପବିତ୍ର ରକ୍ତ। ହାଲେଲୁୟା ହାଲେଲୁୟା। ଯୀଶୁ ଖ୍ରୀଷ୍ଟଙ୍କର ପବିତ୍ର ରକ୍ତ, ସେହି ପବିତ୍ର ରକ୍ତରେ ଆମକୁ ଶୁଚି ହେବାକୁ ପଡ଼ିବ, ସେହି ପବିତ୍ର ରକ୍ତରେ ଆମକୁ ଧୌତ ହେବାକୁ ପଡ଼ିବ, ସେହି ପବିତ୍ର ରକ୍ତରେ ଆମକୁ ପରିଷ୍କୃତ ହେବାକୁ ପଡ଼ିବ। ଗୋଟିଏ ରବିବାର ଦିନ ଆମେ ପ୍ରଚାର କଲୁ, କ'ଣ ପ୍ରଚାର ଆମେ ଶୁଣିଲୁ, ଯୀଶୁ ଖ୍ରୀଷ୍ଟ ଜଣେ କୁଷ୍ଠୀକୁ କହିଲେ ଶୁଚି ହୁଅ। କ'ଣ କହିଲେ? ଯୀଶୁଙ୍କ ନିକଟକୁ ଯୀଶୁ କହିଲେ ଶୁଚି ହେଇଯାଅ, ତୁମର ପାପ ସବୁ କ୍ଷମା କରାଗଲା। ଆମେ ଶୁଚି ଯେତେବେଳେ ଆମେ ହେଇଯାଉଛୁ, ଯେତେବେଳେ ଆମେ ପାପ କ୍ଷମା ପାଉଛୁ, ଯୀଶୁ ଆମ ପାପ କ୍ଷମା କରନ୍ତି। ଯୀଶୁ ଖ୍ରୀଷ୍ଟଙ୍କ ଛଡ଼ା କେହି ଆମଙ୍କର ପାପ କ୍ଷମା କରିପାରିବେ ନାହିଁ। ଯୀଶୁ ଖ୍ରୀଷ୍ଟଙ୍କର ରକ୍ତରେ ପାପ କ୍ଷମା କରିବାର ଶକ୍ତି ଅଛି, ଆଉ କ୍ଷମତା ଅଛି। ସେ ଆମମାନଙ୍କ ପାପ କ୍ଷମା, ସେ ବିଶ୍ୱସ୍ତ, ସେ ନ୍ୟାୟବାନ। ଯେତେବେଳେ ଆମେ ତାଙ୍କର ନିକଟବର୍ତ୍ତୀ ହେବା, ଯେତେବେଳେ ଆମେ ତାଙ୍କର ଛାୟା ତଳକୁ ଯିବା, ନିଜର ପାପକୁ ସ୍ୱୀକାର କରିବା, ଆମଙ୍କର ପାପ ସମସ୍ତ ଧର୍ମରୁ, ସମସ୍ତ ମନ୍ଦତାରୁ ସେ ଆମକୁ ଧୋଇ ପରିଷ୍କୃତ କରି ଆମକୁ ସୃଷ୍ଟି କରିବେ। ତୃତୀୟ ବିଷୟ ସେ କହିଲେ, ତୁମର ବସ୍ତ୍ର ପରିବର୍ତ୍ତନ କର। ବସ୍ତ୍ର ପରିବର୍ତ୍ତନ କର। ବସ୍ତ୍ର ପରିବର୍ତ୍ତନ କର, ଆମର ସ୍ୱଭାବକୁ ପରିବର୍ତ୍ତନ କରିବାର ଅଛି, ଆମର ମନକୁ ପରିବର୍ତ୍ତନ କରିବାର ଅଛି। ବାପ୍ତିସ୍ମ ଜହନ ତୁମେ ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ। ଯୀଶୁ ଖ୍ରୀଷ୍ଟ ପ୍ରଚାର କଲେ, ମାତୃ ତାର 4 ପର୍ବ 17 ପଦରେ ଲେଖା ଅଛି, ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ। ତାকে ଯେତେବେଳେ ତାଙ୍କ ସେବା କାର୍ଯ୍ୟ ଆରମ୍ଭ କଲେ, ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ। ଓ ସୁସମାଚାରରେ ବିଶ୍ୱାସ କର। ମାର୍କ 1:15। ପ୍ରିୟ ପ୍ରଭୁଙ୍କର ଲୋକମାନେ, ପ୍ରକାଶିତ ବାକ୍ୟ 2:7 ପଦ ଲେଖା ହେଇଛି, ପ୍ରତ୍ୟେକ ମଣ୍ଡଳୀ 7ଟା ମଣ୍ଡଳୀକୁ ପବିତ୍ର ଆତ୍ମା ସେ କୁହନ୍ତି, ଯାହାର କାନ ଅଛି ସେ ଶୁଣନ୍ତି, ମନ ପରିବର୍ତ୍ତନ କର। ଏଫିସ ମଣ୍ଡଳୀ ସେ କୁହନ୍ତି, ତୁମର କେଉଁଠାରେ ପତନ ହେଇଛି ତୁମେ ସ୍ମରଣ କର, ମନ ପରିବର୍ତ୍ତନ କର। ସାର୍ଦି ମଣ୍ଡଳୀ କୁହନ୍ତି, ତୁମେ ମନ ପରିବର୍ତ୍ତନ କର। ଲାଉଦିକିଆ ମଣ୍ଡଳୀ କହୁଛନ୍ତି, ତୁମେ ମନ ପରିବର୍ତ୍ତନ କର। ପରଗମ ମଣ୍ଡଳୀ କହୁଛନ୍ତି, ତୁମେ ମନ ପରିବର୍ତ୍ତନ। ଆଜି ଆମର ମଣ୍ଡଳୀ ମଧ୍ୟ ସେ କହୁଛନ୍ତି, ମନ ପରିବର୍ତ୍ତନ, ସ୍ୱଭାବ ପରିବର୍ତ୍ତନ। ଯୀଶୁ ଖ୍ରୀଷ୍ଟଙ୍କୁ ଜଣେ ଲୋକ ଗ୍ରହଣ କଲା ପରେ, ପ୍ରଭୁଙ୍କୁ ପାଇଲା ପରେ, ତାର ଜୀବନ ଶୁଚି ହେବା ଦରକାର, ଶୁଦ୍ଧ ହେବା ଦରକାର। ତାପରେ ପରିବର୍ତ୍ତନ ଆସିବା ଦରକାର, ସ୍ୱଭାବ। ପୁରାତନ ସ୍ୱଭାବ ଲୋପ ପାଇଛି, ଦେଖ ସମସ୍ତ ନୂତନ ହେଇଛି। ତେଣୁ ଯେ କେହି ଖ୍ରୀଷ୍ଟଙ୍କ ଠାରେ ଅଛି, କୋଠାରେ ଲେଖା ହେଇଛି, 2 Corinthians 5 ପର୍ବର 17 ପଦ ଲେଖା ଅଛି। ଏଣୁ ଯେ କେହି ଖ୍ରୀଷ୍ଟଙ୍କ ଠାରେ ଅଛି, ଯୀଶୁଙ୍କ ଠାରେ ଅଛି, ସେ ନୂତନ ସୃଷ୍ଟି, ସେ ନୂତନ ସୃଷ୍ଟି ହେଇଅଛି। ପୁରାତନ ବିଷୟ ସବୁ ଲୋପ ପାଇଛି, ଦେଖ ନୂତନ ବିଷୟ ସବୁ ଅଛି। ତେଣୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା, ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବା, ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବା ଆମର ଜୀବନରେ ନୂତନ ମନ ଆଣିଥାଏ, ନୂତନ ଜୀବନ ଆଣିଥାଏ, ନୂତନ ସ୍ୱଭାବ ଆଣିଥାଏ, ନୂତନ ବ୍ୟବହାର ଆଣିଥାଏ, ନୂତନ ବିଚାର, ନୂତନ ଚିନ୍ତାଧାରା ଆମ ଜୀବନରେ ଆଣିଥାଏ। ତେଣୁ ଆଜି ଏହି ବାକ୍ୟ ଦ୍ୱାରା ମୁଁ ଆପଣମାନଙ୍କୁ ଉତ୍ସାହିତ କରିବା ପାଇଁ ଚାହୁଁଛି। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମକୁ ବେଥେଲକୁ ଯିବା ପୂର୍ବରୁ କ'ଣ କରାଯାଉଛି,
जो विषय को हम अग्राधिकार देउछु प्राधान्य देउछु ताको कोन करबार अछि परित्याग बाहर कर माटी रे पतित ताको समाधि देइबार अछि।